ହେଲା ପିଲେ ଆଜି ଆମେ ଆଲୋଚନା କରିବା କ'ଣ ନା ୟୁରୋପୀୟ ମାନଙ୍କର ଭାରତ ଆଗମନ ବିଷୟରେ। ପୂର୍ବ କ୍ଲାସରେ ଆମେ ସର୍ବପ୍ରାଚୀନ ଯୁଗ ବିଷୟରେ ଆମେ ଆଲୋଚନା କରିଥିଲେ। ଆଜି ଆମର ଏକ ନୂତନ ଟପିକର ନାଁ ହେଉଛି କ'ଣ ନା ୟୁରୋପୀୟ ମାନଙ୍କର ଭାରତ ଆଗମନ। ଯେତେବେଳେ ତୁମେ ମାନେ ନିଶ୍ଚିତ ଶୁଣିଥିବ ପିଲେ ନା ୟୁରୋପୀୟ ମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ। ଯେତେବେଳେ ସେମାନେ ଭାରତ ସହିତ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କର କିଛିଟା ବ୍ୟକ୍ତିଗତ ବା ରାଜନୈତିକ ଅସୁବିଧା ଯୋଗୁଁ ସେମାନେ ସ୍ଥଳ ପଥରେ ଭାରତ ସହିତ ବାଣିଜ୍ୟ କାରବାର କରିପାରିନଥିଲେ। ତେଣୁ ସେମାନେ ଭାରତକୁ କ'ଣ କରିଥିଲେ? ଜଳପଥ ଆବିଷ୍କାର କରିଥିଲେ। ତୁମେମାନେ ନିଶ୍ଚିତ ଶୁଣିଥିବ ପିଲେ ନା ଭାସ୍କୋ ଡା ଗାମା ବୋଲି ଜଣେ ନାବିକ ଯିଏକୁ ଭାରତକୁ କ'ଣ କରିଥିଲେ ନା ପ୍ରଥମେ ଜଳପଥ ଆବିଷ୍କାର କରିଥିଲେ। ସେ ବିଷୟରେ ପିଲେ ଆଜି ଆମେ ଆଲୋଚନା କରିବା। ମୋ ଆବାଜ ସମସ୍ତଙ୍କୁ ଶୁଭା ଯାଉଛି କ୍ଲିୟରଲି? ସ୍କ୍ରିନ୍ ସେୟାର ହେଇଛି, ସମସ୍ତଙ୍କୁ ଠିକ ଭାବରେ ଦେଖାଯାଉଛି? ହଉ ଠିକ ଅଛି, ଯିବା ପିଲେ। କ'ଣ ଦେଖିବା ଆମ ବିଷୟ କ'ଣ କହିଲା? ବିଷୟ କ'ଣ କହିଲା ନା ୟୁରୋପୀୟ ମାନଙ୍କର ଭାରତ ଆଗମନ। ଭାରତକୁ ଜଳପଥ ଆବିଷ୍କାର। ଦେଖ, ଅତି ପ୍ରାଚୀନ କାଳରୁ ଭାରତର ବଣିକ ଗୋଷ୍ଠୀ ଗ୍ରୀସ ଓ ରୋମ ସହିତ ବାଣିଜ୍ୟ ସମ୍ପର୍କ ରଖିଥିଲା ପିଲେ। କହୁଛି କ'ଣ ଯେ ଆଦି ପ୍ରାଚୀନ କାଳରୁ ପୂର୍ବ କାଳରୁ ପିଲେ ନା ଭାରତର ବଣିକ ଗୋଷ୍ଠୀ କ'ଣ କରିଥିଲେ ନା ଗ୍ରୀସ ଆଉ ରୋମ ସହିତ ପିଲେ କ'ଣ କରିଥିଲେ? ବାଣିଜ୍ୟ ବ୍ୟବସାୟ କରୁଥିଲେ, ବିଜନେସ୍ କରୁଥିଲେ ପିଲେ। ପରବର୍ତ୍ତୀ ସମୟରେ ପିଲେ ପଞ୍ଚଦଶ ଶତାବ୍ଦୀରେ ୟୁରୋପୀୟ ମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ। ତ୍ରୟୋଦଶ ଶତାବ୍ଦୀରେ ଜଣେ ସାହସୀ ଯୁବକ, ଇଟାଲୀୟ ଯୁବକ ପିଲେ, ସେ ମାର୍କୋ ପୋଲୋ କ'ଣ କରିଥିଲେ? ଏସିଆ ଭ୍ରମଣ କରିଥିଲେ ପିଲେ। ସେ କହୁଛି ଯେ କ'ଣ ନା ପଞ୍ଚଦଶ ଶତାବ୍ଦୀରେ ୟୁରୋପୀୟ ମାନେ କ'ଣ କରିଥିଲେ? ଭାରତକୁ ଜଳପଥ ଆବିଷ୍କାର କରିଥିଲେ। କୋଉଠିକୁ ନା ଭାରତକୁ ଜଳପଥ ଆବିଷ୍କାର କରିଥିଲେ। କିନ୍ତୁ ତା ପୂର୍ବରୁ ତ୍ରୟୋଦଶ ଶତାବ୍ଦୀରେ କ'ଣ କରିଥିଲେ ନା ଜଣେ ମାର୍କୋ ପୋଲୋ ବୋଲି ଜଣେ ଇଟାଲୀୟ ଯୁବକ, କ'ଣ ଇଟାଲୀୟ ଯୁବକ କ'ଣ କରିଥିଲେ? ସେ ଏସିଆକୁ ବୁଲିବାକୁ ଆସିଥିଲେ। ଯେତେବେଳେ ସେ ଏସିଆକୁ ବୁଲିବାକୁ ଆସିଲେ ପିଲେ, ସେତେବେଳେ ସେ ନିଜ ଦେଶକୁ ଯେତେବେଳେ ଫେରିଲେ, ସେ ଭାରତରେ ଥିବା ହୀରା, ମୁକ୍ତା, ସୂକ୍ଷ୍ମ କର୍ପାସ, ବସ୍ତ୍ର, ଅନ୍ୟାନ୍ୟ ଉତ୍କୃଷ୍ଟ ଜିନିଷ ବିଷୟରେ ଲୋକମାନଙ୍କୁ ଅବଗତ କଲେ। ଲୋକମାନଙ୍କୁ ଜଣେଇଲେ ନା ଭାରତରେ ଏମିତି ଅଛି, ସେମିତି ଅଛି। ଲୋକମାନେ ତାଙ୍କ କଥାକୁ ବିଶ୍ୱାସ କରି ଶେଷରେ ପିଲେ ଫଳରେ ୟୁରୋପ ମାନେ ଭାରତକୁ ଆସିବା ପାଇଁ କ'ଣ କଲେ? ଇଚ୍ଛା ପ୍ରକାଶ କରିଥିଲେ। ଭାରତକୁ ଆସିବା ପାଇଁ ତାଙ୍କର ଟିକେ ଇଚ୍ଛା ହେଲା। ସେମାନେ କହିଲେ ଯେ କ'ଣ ହେଲା, ଏମିତି ସୁନା ଅଳଙ୍କାର ରାଜାମାନେ ପିନ୍ଧିକି ବୁଲୁଛନ୍ତି, ଏମିତି ହୀରା ଲୀଳା ମୋତି ମାଳିକ ଅଛି। ତ ସେ ସବୁ କ୍ଷେତ୍ରରେ ଆଶ୍ଚର୍ଯ୍ୟ ହୋଇ ଯେତେବେଳେ ୟୁରୋପୀୟ ଲୋକମାନେ ଜାଣିଲେ, ସେତେବେଳେ ସେମାନେ ଭାରତକୁ ଆସିବା ପାଇଁ ସେମାନଙ୍କ ମନରେ ଇଚ୍ଛା ସୃଷ୍ଟି ହେଲା। ସେତେବେଳେ ଭାରତକୁ ସିଧାସଳଖ ରାସ୍ତା ନଥିବାରୁ କାବୁଲ, ଆଫଗାନିସ୍ତାନ, ପାରସ୍ୟ, କନଷ୍ଟାଣ୍ଟିନୋପଲ ଇତ୍ୟାଦି ଦେଶ ଦେଇ ବୁଲାଣିଆ ରାସ୍ତା ଦେଇ ଆସିବାକୁ ପଡୁଥିଲା ପିଲେ। ସେତେବେଳକୁ ଏମିତି କୌଣସି ଡାଇରେକ୍ଟ ରାସ୍ତା ଇଣ୍ଡିଆକୁ ନଥିଲା ପିଲେ। ସେମାନେ କୋଉ ଅଞ୍ଚଳରୁ ଆସୁଥିଲେ? ପ୍ରଥମେ ପିଲେ କାବୁଲକୁ ଆସୁଥିଲେ, କାବୁଲ ଆସିକି ଆଫଗାନିସ୍ତାନରୁ ପାରସ୍ୟରୁ ଆସିକି କନଷ୍ଟାଣ୍ଟିନୋପଲ, ତାପରେ ଆସୁଥିଲେ ପିଲେ କୋଉଠିକି ନା ଇଣ୍ଡିଆକୁ, ତାପରେ ଆସୁଥିଲେ କୋଉଠୁକୁ? ଭାରତକୁ। ଏଇଭଳି ପିଲେ ଗୋଟେ ପରେ ରାଜ୍ୟ ପିଲେ ସେମାନେ କ'ଣ କରୁଥିଲେ? ଡେଇଁ ଆସୁଥିଲେ। ଯେତେବେଳେ ସେମାନେ ଭାରତରୁ କୌଣସି ଜିନିଷ ଯଦି ସେ ଅଞ୍ଚଳକୁ ନଉଥିଲେ, କନଷ୍ଟାଣ୍ଟିନୋପଲ, ତାପରେ ପାରସ୍ୟ, ତାପରେ ଆଫଗାନିସ୍ତାନ, ତାପରେ କାବୁଲ, ତାପରେ ୟୁରୋପ, ଯେତେବେଳେ ଭାରତର ଗୋଟେ ଜିନିଷ ଯଦି ସେମାନେ 1 ଟଙ୍କାରେ କିଣୁଥିଲେ, ସେତେବେଳେ ପିଲେ ସେମାନେ ଏଇଠି ପ୍ରଫିଟ୍ ପ୍ରତ୍ୟେକ ଜାଗାରେ ପିଲେ ଟଚ୍ କରି ଗଲା ବେଳକୁ ସେଟା ୟୁରୋପରେ ପିଲେ ତା ଦାମ ବଢିକି 100 ଟଙ୍କା ଏଭବ ହେଇଯାଉଥିଲା ବା ତାର ଦାମ 2 ଗୁଣ ହେଇଯାଉଥିଲା। ଦେଖ ପିଲେ, ଏଣୁ ମାଲ ମାନେ ଜିନିଷ ଗୁଡ଼ିକର ଦାମ ପିଲେ କ'ଣ ହେଇଯାଉଥିଲା? ବୃଦ୍ଧି ପାଇଯାଉଥିଲା। ଯୋଉ ଜିନିଷ ସେମାନେ ଭାରତରୁ ନେଉଥିଲେ ପିଲେ, ସେତେବେଳେ ବାଣିଜ୍ୟ ବ୍ୟବସାୟ ସମୟରେ ସେଇ ଜିନିଷର ସେଇ ଦାମର କ'ଣ ହେଇଯାଉଥିଲା ନା ଅଧିକ ହେଇଯାଉଥିଲା। ବୋଝ ଉପରେ ନଳିତା ବିଡ଼ା ସଦୃଶ 1453 ଖ୍ରୀଷ୍ଟାବ୍ଦରେ ଅଟୋମାନ ତୁର୍କୀ ମାନେ କନଷ୍ଟାଣ୍ଟିନୋପଲ କ'ଣ କଲେ? ଅଧିକାର କରିବାରୁ ୟୁରୋପୀୟ ମାନଙ୍କର ପିଲେ ବାଟ ବନ୍ଦ ହେଇଗଲା। କ'ଣ ହେଇଗଲା ନା ବୋଝ ଉପରେ ନଳିତା ବିଡ଼ା ହେଲା ଭଳିଆ ଗୋଟେ କଥା ହେଲା ପିଲେ। କ'ଣ ନା ସେମାନେ ଏତେ ସବୁ ଅଞ୍ଚଳକୁ ଯେତେବେଳେ କ'ଣ କରୁଥିଲେ? ଅତିକ୍ରମ କରି ଆସିକି ଶେଷରେ ଭାରତକୁ ପହଞ୍ଚୁଥିଲେ। ଥରେ କ'ଣ ହେଲା ନା ତୁର୍କୀର ପିଲେ, କୋଉଥିର ନା ତୁର୍କୀର ଅଟୋମାନ ମାନେ
ହେଲା ପିଲେ ତୁର୍କୀର ଅଟୋମାନ ମାନେ କ'ଣ କଲେ, ଏଇ ଯେଉଁ ପିଲେ ଶେଷରେ ଯେଉଁ ଭାରତ ପୂର୍ବରୁ ଯେଉଁ କନଷ୍ଟାଣ୍ଟିନୋପଲ ଅଞ୍ଚଳ ଥିଲା ସେଇ କନଷ୍ଟାଣ୍ଟିନୋପଲ ଅଞ୍ଚଳକୁ କ'ଣ କଲେ, ଅକ୍ତିଆର କରିଦେଲେ। ଯାହାଫଳରେ ଏତେ ସବୁ ରାଜ୍ୟ ବା ଏତେ ସବୁ ଅଞ୍ଚଳକୁ ଅତିକ୍ରମ କରି ଆସିଲା ବେଳକୁ ସେମାନେ ଆଉ ଭାରତକୁ ଆସିବା ପାଇଁ ବାଟ ନଥିଲା। କାରଣ ଭାରତକୁ ଆସିଲା ବେଳକୁ ଯେଉଁ ମେନ୍ ଦ୍ୱାର କନଷ୍ଟାଣ୍ଟିନୋପଲ ସେଟାକୁ ପିଲେ ପଥରୋଧ କରିଦେଲେ, ଯାହାଫଳରେ ସେ ୟୁରୋପ ମାନେ ଆଉ ଭାରତକୁ ଆସିପାରିଲେ ନାହିଁ। ୟୁରୋପ ମାନେ ଯେତେବେଳେ ଭାରତକୁ ଆସିପାରିଲେ ନାହିଁ, ଏ କନଷ୍ଟାଣ୍ଟିନୋପଲ ଅଞ୍ଚଳଟା ଯେତେବେଳେ ସିଜ୍ ହେଇଗଲା କୋଉମାନଙ୍କ ଦ୍ୱାରା, ନା ଅଟୋମାନ ମାନଙ୍କ ଦ୍ୱାରା, ସେତେବେଳେ ୟୁରୋପୀୟ ମାନେ ଚିନ୍ତା କଲେ ଯେମିତି ହେଲେ ଭାରତୀୟ ମାନଙ୍କ ସହିତ କ'ଣ କରିବାକୁ ପଡ଼ିବ, ବେପାର ବାଣିଜ୍ୟ କରିବାକୁ ପଡ଼ିବ। ତେଣୁକରି ସେମାନେ କ'ଣ କଲେ, ତେଣୁକରି ସେମାନେ ୟୁରୋପରୁ ଭାରତକୁ ସିଧାସଳଖ ଆସିବା ପାଇଁ ସେମାନେ କହିଲେ ଯେ ନା ଆମକୁ କ'ଣ ରାସ୍ତା, ସ୍ଥଳ ଭାଗରେ ଆମକୁ ରାସ୍ତା ଦେଲେନି ତ, ଠିକ୍ ଅଛି ଆମେ ଜଳ ଭାଗରେ ରାସ୍ତା ବନେଇବୁ। ସେମାନେ ଭାବିଲେ କ'ଣ, ଆମେ ସମୁଦ୍ର ପଥରେ ଯିବୁ। ତେଣୁକରି ସେମାନେ କହିଲେ ଜଳପଥ ଆବିଷ୍କାର କରିବା ପାଇଁ ସେମାନଙ୍କ ମନରେ ଆଗ୍ରହ ପ୍ରକାଶ ହେଲା ଏବଂ ଶେଷରେ ପଞ୍ଚଦଶ ଶତାବ୍ଦୀରେ ଫଳପ୍ରସୂ ହେଲା। ମାନେ ସେମାନେ ପଞ୍ଚଦଶ ଶତାବ୍ଦୀରେ ଶେଷରେ କ'ଣ ହେଇଥିଲେ, ସେମାନେ ଭାରତକୁ ଜଳପଥ ଆବିଷ୍କାର କରିପାରିଥିଲେ। ହେଲେ ପିଲେ ଏଇଭଳି ଭାବରେ ଭାରତକୁ ପିଲେ ଜଳପଥ ଆବିଷ୍କାର ହେଇଥିଲା। କିଏ କରିଥିଲେ, ନା ତୁମମାନେ ଜାଣିଛ ଭାସ୍କୋ ଡ ଗାମା, ଜଣେ ପର୍ତ୍ତୁଗୀଜର ନାବିକ। ହେଲା ପିଲେ ସେଇଟା ପିଲେ ଆଗକୁ ଦେଖିବା। ବର୍ତ୍ତମାନ ଦେଖ, ଯେଉଁ ଭାରତକୁ ଜଳପଥ ୟୁରୋପୀୟ ମାନେ ପଞ୍ଚଦଶ ଖ୍ରୀଷ୍ଟାବ୍ଦରେ କ'ଣ କଲେ, ଆବିଷ୍କାର କଲେ। ବର୍ତ୍ତମାନ ଆମର ନେକ୍ସଟ ପଏଣ୍ଟ ଆସିଲା, ନା ପର୍ତ୍ତୁଗୀଜ ମାନଙ୍କର ଭାରତ ଆଗମନ। ଯେତେବେଳେ ଜଳପଥ ଆବିଷ୍କାର ହେଇଗଲା, ସେତେବେଳେ ସେମାନଙ୍କର ଆଗମନ ହେଲା। ତେବେ ଆଗମନ ଦ୍ୱାରା କେଉଁମାନେ ପ୍ରଥମେ ଆସିଲେ, କ'ଣ ହେଲା, ସେ ବିଷୟରେ ଆଲୋଚନା କରିବା। ପିଲେ ଦେଖ, ନା ୟୁରୋପୀୟ ମାନଙ୍କ ମଧ୍ୟରେ ଭାରତକୁ ଜଳପଥ ଆବିଷ୍କାର କରିବା କ୍ଷେତ୍ରରେ ପର୍ତ୍ତୁଗୀଜ ମାନେ ଆଗୁଆ ରହିଗଲେ। ପିଲେ ସବୁଠାରୁ ଆଗରେ ରହିଗଲେ କିଏ, ଜଳପଥ ଆବିଷ୍କାର କରିବାରେ ଫାଷ୍ଟ ହେଇଗଲେ ପିଲେ କିଏ, ପର୍ତ୍ତୁଗୀଜ ମାନେ। ତାପରେ ପରେ ପରେ ବହୁ ପର୍ତ୍ତୁଗୀଜ ନାବିକ ଯେମିତିକି ପିଲେ ବାର୍ଥୋଲୋମିଓ, କୋଲମ୍ବସ୍, ଭାସ୍କୋ ଡା ଗାମା ଏଥିପାଇଁ ପିଲେ ଧୀରେ ଧୀରେ ଚେଷ୍ଟା କରିଥିଲେ। ବାର୍ଥୋଲୋମିଓ ଆସିଲେ, ତାଙ୍କୁ ଦେଖିକି କୋଲମ୍ବସ୍ ବାହାରିଲେ, ତାଙ୍କୁ ଦେଖିକି ପିଲେ ଭାସ୍କୋ ଡା ଗାମା ବାହାରିଲେ। ଏ କୋଲମ୍ବସ୍ ପିଲେ କ'ଣ କଲେ, ଥରେ ଯେତେବେଳେ ସେ ପର୍ତ୍ତୁଗୀଜରୁ ବାହାରିକି ଭାରତ ଅଭିମୁଖେ ଆସିଥିଲେ, ସେତେବେଳେ ସେ ସିଧା ଯାଇକି କୋଉଠି ପହଞ୍ଚିଲେ, ଆମେରିକାରେ ପହଞ୍ଚିଲେ। ଭାରତକୁ ନ ଆସି ସିଧା ପଳେଇଲା ଆମେରିକା। ତେଣୁକରି ପିଲେ କୁହାଯାଏ ଇତିହାସରେ, ନା ଆମେରିକାକୁ ଜଳପଥ ଆବିଷ୍କାର କରିଥିବା କିଏ, ନା ସିଏ ହେଉଛନ୍ତି କୋଲମ୍ବସ୍। ହେଲା ପିଲେ କୋଲମ୍ବସ୍କୁ ପ୍ରଥମେ କିଏ, କୋଲମ୍ବସ୍ ଆମେରିକାକୁ ପ୍ରଥମେ ପିଲେ ଜଳପଥ ଆବିଷ୍କାର କରିଥିଲେ। ତା ପରବର୍ତ୍ତୀ ସମୟରେ ଯେତେବେଳେ ଭାସ୍କୋ ଡା ଗାମା ଭାରତକୁ ଆସିଲେ, କେତେ ମସିହାରେ ଦେଖ ପିଲେ, ନା 1498 ଖ୍ରୀଷ୍ଟାବ୍ଦରେ ଭାସ୍କୋ ଡା ଗାମା ୟୁରୋପରୁ ଆଟଲାଣ୍ଟିକ ମହାସାଗର, ମନେ ରଖିବ ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ଟା ଏଇଟା ଆସିବ, ନା ୟୁରୋପରୁ ଆଟଲାଣ୍ଟିକ ମହାସାଗର ଉତ୍ତମାସା ଅନ୍ତରୀପ ଭାରତ ମହାସାଗର ଦେଇ ଆସି ପହଞ୍ଚିଥିଲେ ଭାରତର କାଲିକଟ ଅଞ୍ଚଳରେ। ଭାରତର କାଲିକଟ ଅଞ୍ଚଳରେ ଆସିକି ପହଞ୍ଚିଥିଲେ ପିଲେ। ଏହାଦ୍ୱାରା ୟୁରୋପରୁ ଭାରତକୁ କ'ଣ ହେଇଥିଲା, ଜଳପଥ ଆବିଷ୍କାର କରିଥିଲେ। ପ୍ରଶ୍ନ ପଚାରିଦେବ ପିଲେ, ନା କେତେ ମସିହାରେ ଭାରତକୁ ଜଳପଥ ଆବିଷ୍କାର ହେଇଥିଲା, ନା 1498। କେତେ, ନା 1498। କିଏ କରିଥିଲେ, ନା ଭାସ୍କୋ ଡା ଗାମା। କୋଉଠୁ ଆସିଥିଲେ, ନା ୟୁରୋପରୁ। ବୁଝିଛ ନା, କେଉଁ କୋଉ ମହାସାଗର ଦେଇ ଅତିକ୍ରମ କରିଥିଲେ, ନା ଆଟଲାଣ୍ଟିକ ମହାସାଗର, ଉତ୍ତମାସା ଅନ୍ତରୀପ ଓ ଭାରତ ମହାସାଗର। ଏଇଭଳି ପିଲେ ଏଇ ପଏଣ୍ଟଟାକୁ ତୁମକୁ ପିଲେ ମନେ ରଖିବାକୁ ପଡ଼ିବ। ସେତେବେଳେ ପିଲେ, ନା ଯେତେବେଳେ ଆସିକି କଲିକଟ ନାମକ ସ୍ଥାନରେ ପହଞ୍ଚିଲେ, କାଲିକଟ ନାମକ ସ୍ଥାନରେ ଯେତେବେଳେ ପହଞ୍ଚିଲେ, ସେତେବେଳେ ପିଲେ ସେ କାଲିକଟରେ ଜଣେ ରାଜା ଶାସନ କରୁଥିଲେ, ତାଙ୍କର ନାଁ ହେଉଛି ଜୋମାରିନ। ଏଇଟା ପିଲେ ପରୀକ୍ଷାରେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲେ। ଏଇ ଜିନିଷଟାକୁ ତୁମେ ମନେ ରଖିବ। କ'ଣ, ନା କାଲିକଟରେ ଯେତେବେଳେ ଭାସ୍କୋ ଡା ଗାମା ଭାରତକୁ ଆସିଥିଲେ, ସେତେବେଳେ କାଲିକଟର ରାଜା କିଏ ଥିଲେ, ନା କାଲିକଟର ରାଜା ଥିଲେ ପିଲେ ଜୋମାରିନ। କିଏ, ନା ଜୋମାରିନ। ମନେ ରଖିବ ପିଲେ, ସେ ଭାସ୍କୋ ଡା ଗାମାକୁ ବାଣିଜ୍ୟ କରିବା ପାଇଁ ଅନୁମତି ଦେଇଥିଲେ। କାହାକୁ, ନା ଭାସ୍କୋ ଡା ଗାମାଙ୍କୁ। ହଉ ଠିକ୍ ଅଛି। ଯେତେବେଳେ ଜୋମାରିନଙ୍କ ପାଖରେ ଯାଇକି ସେ କହିଲେ, ଆଜ୍ଞା ଆମେ ଅମକ ଅଞ୍ଚଳକୁ ଆସିଛୁ, ଆମକୁ ଟିକେ ସ୍ଥାନ ଦିଅନ୍ତୁ କିଛି ବାଣିଜ୍ୟ ବ୍ୟବସାୟ କରିବା ପାଇଁ। ସେତେବେଳେ ଜୋମାରିନଙ୍କ ସହିତ ତାଙ୍କର ବନ୍ଧୁତ୍ୱ ସ୍ଥାପନ ହେଇଥିଲା। ଅତିଥି ଦେବୋ ଭବ ଏହା ଭାବିକି ପିଲେ ସେ କ'ଣ କରିଥିଲେ, ଭାସ୍କୋ ଡା ଗାମାକୁ ପିଲେ ସ୍ଥାନ ଦେଇଥିଲେ ଏବଂ ଭାସ୍କୋ ଡା ଗାମା ଭାରତରେ କ'ଣ କରିଥିଲେ, ବେପାର ବାଣିଜ୍ୟ କରିଥିଲେ। ଫଳସ୍ୱରୂପ ଭାରତ ଓ ୟୁରୋପ ମଧ୍ୟରେ ଅନେକ ଗୁଡ଼ିଏ କ'ଣ ହେଲା, ବାଣିଜ୍ୟ ଯୋଗାଯୋଗ ହେଇପାରିଥିଲା, ବାଣିଜ୍ୟ କାରବାର ହେଇପାରିଲା। ଭାରତରୁ କିଛି ଜିନିଷ ୟୁରୋପକୁ ଗଲା, ୟୁରୋପରୁ ଆସିଥିବା କିଛି ଜିନିଷ ଭାରତରେ ପିଲେ ବିକ୍ରି ହେଇପାରିଲା। ଏଇଭଳି ଭାବରେ କ'ଣ ହେଲା, ନା ବାଣିଜ୍ୟ ଯୋଗାଯୋଗ ହୋଇପାରିଥିଲା। ତାପରେ ପିଲେ ଆମେ ଦେଖିବା, ନା ପର୍ତ୍ତୁଗୀଜ ମାନଙ୍କ
ନା ଆଉ କୋଉମାନେ ଭାରତ को आसिले किभଳି पिले वाणिज्य कारोबार किभଳି अग्रगति हेतिला से विषय पिले आम आलोचना करिबा। देख कौन कहला ना वास्को दा गामा कालीकोट रे पिले 6 मास रहिथिले केते मास 6 मंथ केते मास रहिथिले 6 मास रहिथिले एवं शेषरे 1499 ख्रीष्टाब्द रे लिस्बन फेरी जाइथिले यूरोप रो गोटे शहर पिले लिस्बन से लिस्बन को फेरी जाइथिले से पिले जितेबाला एठू गले जितेबाला एठारो गले पिले निज सहित पिले से केते लोक आनिथिले जानिच ना 170 लोक एठू धरिकी जाइथिले किंतु तांको अंचल जिते लिस्बन रे पहुंचिले सेते बेलको पिले मात्र 54 जन बंचिले। जलपथरे गला बेलको विभिन्न सेमानकु झड़ तूफान रो कोन करिया पड़िथिला सामना करिवाकू पड़िथिला जा फल रे से सेठे पहुंचिला बेलको कोन हैला मात्र 170 जन लोक जितेबाला एठू नहीं जाइथिले सेतेबाला अधिक लोक मरीगले पिले एवं से लिस्बन शहर रे पहुंचीतिले मात्र 54 जन 54 एवं केतोटी जहाज जाइथिला ना 4टी जहाज नहीं जाइथिले पिले केतोटी जहाज ना 4टी जहाज नहीं पिले से जाइथिले एवं ता परवर्ती समय रे तार परवर्ती समय रे पिले 1500 ख्रीष्टाब्द रे पेड्रो आल्भारेज नामक जने नाविक 13 खंड वाणिज्य तरी तरी माने नौका नौका धरिके पिले सेप्टेम्बर मासरे भारत को आसिकी पहुंचले जेतेबेले ये पेड्रो आल्भारेज जेतेबेले आसिकी पहुंचले सेतेबेले जमारे यहाँ को जमा भी कौन कले नहीं ना कौन कले नहीं माने पसंद कले नहीं जाफल से कौन कले ना तू तू आम ये कौन कर ना ए आप व्यवसाय वाणिज्य करें आपन को कौन दिज्व ना आपन को चांस दिज्व ना आपन को सुजोग दिज्व ना तेणुक ये जो मंतव्य जोमारिन देले पिले सेतेबेले देख पिले लिखिला जोमारिन मतभेद हेबारु से कोचिन ठारे जाइके आश्रय नेले से अन्य एक जगह जोटा ना थिला पिले कोचिन से कोचिन अंचल रे जाइके पिले कौन कले जाइके से निजर बसति स्थापन कले एवं सेठे से वाणिज्य व्यवसाय कले। पुणी थरे 1502 ख्रीष्टाब्द रे पिले भास्को डा गामा कालीकोट रे आसिकी पहुंचले पुणी थरे केते मसिया रे फेरी जाइथिले से ना 1499 रे 1502 रे से पुणी थरे भारत को आसिकी पहुंचले भास्को डा गामा सेतेबेले भास्को डा गामा को देखिदेले जोमारिन से बहुत खुशी हे गले पिले से तारपरे 1500 ख्रीष्टाब्द रु 1505 ख्रीष्टाब्द पर्यंत पोर्तुगीज मानक सहित आरब मानक मध्य पिले युद्ध लागिला को मानक सहित आरब मानक सहित जो आसीतिला पिले किए ना टिके पूर्व जो कहले फेड्रो आल्भारेज एमान सहित पिले 2 जन गोटे स्थान रे पिले केतले वाणिज्य व्यवसाय करि परिबे नहीं एमान सहित पिले कोन हला ना युद्ध हला काहाको मान सहित कहला ना पोर्तुगीज और आरब मानक मध्य रे पिले युद्ध लागिला परिशेष रे मालव उपकूलवर्ती पोर्तुगीज मानकर प्राधान्य देखा गला पिले मालव रो उपकूलवर्ती जोटा कि हमें मालव उपकूलवर्ती बोली अंचल बोली कहउछे मालव देश हला जोटा मालदीव्स एरिया बोली कहउछे बुझिला नहीं तेबे से मालव रो उपकूलवर्ती अंचल रे पोर्तुगीज मानकर पिले प्राधान्य प्रतिष्ठित हैला धीरे धीरे से साम्राज्य वृद्धि पाइला धीरे धीरे से बेपार वाणिज्य मध्य वृद्धि पाइला परवर्ती समय रे पोर्तुगीज राजा भारत को कौन करथिले पोर्तुगीज जे राजा भारत को गोटे गवर्नर मान को पठेले जाओ धीरे धीरे से तो बेपार वाणिज्य बढ़िया बढ़िलानी तुम माने सेठ रहिबो एवं सेठ निजर आहुरी साम्राज्य वृद्धि करइबो सेति पिले पोर्तुगीज राजा कौन कले केते जन गवर्नर को कौन करथिले भारत को पठेले से माने गोवा डामनडिउ सालसेट बेसिन एवं बॉम्बे बॉम्बे एवं बंग अधिकार करथिले को अंचल कले से माने अधिकार ना गोवा डामन एवं सालसेट बेसिन बॉम्बे और बंग अधिकार करथिले तार परवर्ती समय रे भारत रे नियुक्ति पाइथिया पोर्तुगीज रो गवर्नर मानक मध्य रे जणे पिले आल्बुकर्क कौन कले ना जो भारत को आसी गवर्नर माने मध्य जने आल्बुकर्क बोली जने गवर्नर से कौन करथिले बीजापुर सुल्तान ठारू कौन करथिले बीजापुर जे सुल्तान बीजापुर राज्यर बा से प्रदेश रो जे सुल्तान थिले तांको ठारू पिले कौन कले गोवा बंदर अधिकार करनेले गोवा बंदर अधिकार करनेले छड़े आनिले ए भली भाबरे थिला पिले पोर्तुगीज विषय बर्तमान आमे देखिया पिले डच को मानक विषय देखिबा डच एवं ओलचांद विषय आमे बर्तमान देखिबा
ଡଚ୍ को माने पिले कह देखिबा ना डच काहा कुआ जाए ना हॉलैंड रो अधिवासी को पिले कुआ जाए डच मन रखियो पिले वेरी वेरी इंपोर्टेंट क्वेश्चन पचार देबो से परीक्षा रे ना डच क्यों मान को कहा जाए ना हॉलैंड रो अधिवासी को कौन कहा जाए ना डच बोली कहा जाए एटा पिले मन रखिबो आ डेनमार्क रो अधिवासी को ना दिनामार्क कहा जाए लिखि देबो टिके दिनामार्क कार ना डेनमार्क रो कार ना डेनमार्क रो अधिवासी मान को दिनामार बोली कहा जाए एवं हॉलैंड रो अधिवासी को कहा जाए डच हला पिले षोडश शताब्दी रे बा षोडश शताब्दी रो शेष भाग रे डच माने भारत को वाणिज्य व्यवसाय करबा को आसिले धीरे धीरे जिते पोर्तुगीज माने आसिले तांको देखि अरबी माने पळे आसिले तांको देखि कि पिले शेष रे को माने आसिले ता पछे पछे पिले पळे आसिले डच माने 1602 ख्रीष्टाब्द रे डच ईस्ट इंडिया कंपनी पिले गठन कले से माने आसिकी भारत रे पचारियो पिले परीक्षा रे ना डच ईस्ट इंडिया कंपनी केते मसिया रे गठन करा जायतिला 1602 मन रखियो पिले क्वेश्चन टा बुझुछ ना नहीं ना 1602 ख्रीष्टाब्द रे डच ईस्ट इंडिया कंपनी गठन करा जायतिला से माने कोन करिया पे आस्तिले पिले से माने भारत रे गरम मसला व्यापार करिया पे गरम मसला पिले तमे घरे जेतले तरकारी रांधुछ पिले कोन से तम घरे जे जहा किछि भी समय रोसई करछ तरकारी गुडा को पिले टिका आउटिके टेस्ट करिया पे शेषरे पिले जो तुमे गरम मसला रखुन बा गरम मसला टिके पकोन सेही पिले गरम मसला बा मसला जातीय द्रव्य व्यापार करिया पई डच ईस्ट इंडिया कंपनी कोन करथिला भारत को आस्तिला पिले भारतर पूर्व एशिया रो गरम मसला आमदानी करबा तार थिला पिले मूल लक्ष्य परवर्ती समय रे पोर्तुगीज मानको से माने परास्त करी गुजरात करमंडल उपकूल बंग बिहार आदि अंचल रे वाणिज्य कोठी निर्माण करथिले ता एमानको पूर्व के शासन करथिले ना पोर्तुगीज माने शक्तिशाली हेकि थिले पिले एमानको पूर्व के थिले ना पोर्तुगीज माने शक्तिशाली हेकि शासन करथिले कोठे भारत रे से माने वाणिज्य व्यवसाय करथिले जेतेबेले ए डच माने पळि आसले ए डच माने पिले काहा को परास्त करदेले ए पोर्तुगीज मानको पिले परास्त करदेले एवं निजर साम्राज्य को वृद्धि करिबारे लागिले एवं कोन कोन ना करमंडल उपकूल गुजरात बंग बिहार आदि अंचल को पिले कोन कले अधिकार करनेले एवं से माने मुसली पतलम जोटा कि पिले वर्तमान कहउछन्ती मछली पतनम हला पिले सेही बोली पिले सूरत कासिम बाजार कोचिन ठारे कोन कले एवं बालेश्वर ठारे गोटे गोटे से माने गोटे वाणिज्य कोठी निर्माण कले वाणिज्य कोठी स्थापन कले निजर वाणिज्य को आहुरी विस्तार करिया पई से माने ए अंचल रे पिले कोन करथिले ना वाणिज्य कोठी स्थापन करथिले पचारिबो पिले ना ओडिसा रो केउ जिल्ला रे ना ई डच ईस्ट इंडिया कंपनी कोन करथिला ना निजर वाणिज्य कोठी स्थापन करथिला तमे मारिबो कोन ना बालेश्वर कोन मारिबो ना बालेश्वर पिले मन रखियो पिले डच ईस्ट इंडिया कंपनी ओडिसा रो केउ जिल्ला रे निजर फैक्ट्री बा वाणिज्य कोठी स्थापन करथिला सेटा होछि पिले कोटा ना सेटा होछि बालेश्वर मन रखियो पिले मोस्ट इंपोर्टेंट वेरी वेरी इंपोर्टेंट क्वेश्चन पिले मात्र पर इंग्रेज और फरासी मानक प्रतिरोध न करि पारि परवर्ती समय रे पिले जेतेबेले इंग्रेज माने ओ फरासी माने जेतेबेले भारत को आसिकी कोन कले निजर प्रभुत्व विस्तार कले सेतेबेले पिले ए डच ईस्ट इंडिया कंपनी से मानक प्रतिरोध करि पारि नथिला जा फल रे सी भारत को छाड़ी जाभा और सुमात्रा और मलय द्वीपपुंज बा जोटा कि मालय माने कोन जोटा कि हम कहउछे मालदीव्स बुझियो ना नै मालदीप पुंज से अंचल जाई कि निजर व्यापार वाणिज्य पिले करथिला किए करथिला ना डच ईस्ट इंडिया कंपनी केउ मानको डरी कि पिले इंग्रेजी आ फरासी मानको पिले प्रतिरोध न करि पारि सेमानको सहित पिले समकक्ष भाबरे सेमानको सहित सेमानकर शक्तिर सम्मुख्य माने सेमानकर शक्तिर सामना न करि पारि से पिले भारत छाडी दिथिला हला पिले ए भଳି भाबरे से भारत को छाडी चली जाइथिला पिले किए ना डच ईस्ट इंडिया कंपनी एमानक व्यतीत ना डेनमार्क रो अधिवासी बा जो मानको दिनामार बोली कहा जाए तो मानको टिके पूर्व कहिथिले पिले डेनमार्क रो अधिवासी काहा कहा जाए ना डेनमार्क रो अधिवासी मानको दिनामार बोली कहा जाए मोस्ट इंपोर्टेंट पिले मन रखियो परीक्षा रे पछारिबो एटा एमाने कोन एमाने कोन कले पिले ना बंग देशर श्रीरामपुर ठारे एक वाणिज्य कोठी पिले प्रस्ताव कोन कले स्थापन कले एवं विभिन्न प्रकार कोन कले व्यवसाय कले को मानको परे ए डच मानको परे परे पिले एमाने कोन कले ना भारत को आसी कोन कले ना बंग प्रदेश रे गोटे छोट फैक्ट्री तयारी कले एवं कोटे से अंचल ना सेटा होची पिले बंग प्रदेश रो श्रीरामपुर ठारे गोटे छोट फैक्ट्री पिले कोन कले स्थापन कर साला परे से माने सेटे वाणिज्य व्यवसाय पिले करथिले तांको परे परे पिले डच ईस्ट इंडिया कंपनी परे परे भारत रे देखा जाइतिला पिले ईस्ट इंडिया कंपनी
କୁହାଯାଇଛି କ'ଣ ଇଷ୍ଟ ଇଣ୍ଡିଆ କମ୍ପାନୀ। ଦେଖ ପିଲେ କହିଲା 1609 ଖ୍ରୀଷ୍ଟାବ୍ଦରେ ଇଂରେଜ କ୍ୟାପ୍ଟେନ୍ ହକିନ୍ସ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ ଆସି ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ ଭାରତରେ ସ୍ଥାୟୀ ବାଣିଜ୍ୟ ସୁବିଧା ହାସଲ କରିଥିଲେ। କହୁଛି ଯେ କ'ଣ ନା 1606 ଖ୍ରୀଷ୍ଟାବ୍ଦରେ ଥରେ କ'ଣ ହେଇଛି ନା ଇଂରେଜ ମାନଙ୍କର ଜଣେ ଇଂରେଜ ଯାହାଙ୍କ ନାଁ ଥିଲା ପିଲେ ହକିନ୍ସ, ସେ କ'ଣ କରୁଥିଲେ ନା ଯେତେବେଳେ ମୋଗଲ ଶାସନ ଚାଲିଥିଲା, ଯେତେବେଳେ ଜାହାଙ୍ଗୀର ଶାସନ କରୁଥିଲେ, ସେତେବେଳେ ପିଲେ ଭାରତକୁ ଆସିଥିଲେ ଏବଂ ଭାରତରେ ଜାହାଙ୍ଗୀରକୁ କହିଥିଲେ ସାର୍ ଆଜ୍ଞା ଯେ ଯାହା କିଛି ବା ସୁଲତାନ ବା ରାଜା ହେ ସମ୍ରାଟ ମତେ ଟିକେ କ'ଣ କର ନା ଭାରତରେ କିଛି ଅଞ୍ଚଳ ଟିକେ କିଛି ଜାଗା ଦିଅ ଯେଉଁଠି ରହିକି ମୁଁ ଟିକେ କ'ଣ କରିବି ଟିକେ ବେପାର ବାଣିଜ୍ୟ ଆଦି କରିବି। ଏଇଭଳି ଭାବରେ ପିଲେ ତାଙ୍କୁ କ'ଣ କରିଥିଲେ ରିକ୍ୱେଷ୍ଟ କରିଥିଲେ। 1612 ଖ୍ରୀଷ୍ଟାବ୍ଦରେ ବମ୍ବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ସୁରାଟ ଠାରେ କ'ଣ କରିଥିଲେ ଇଂରେଜ ମାନେ ପ୍ରଥମେ ପିଲେ କଳକାରଖାନା ସ୍ଥାପନ କଲେ। ପ୍ରଥମେ କ'ଣ କରିଥିଲେ ନା କଳକାରଖାନା ସ୍ଥାପନ କଲେ। କେତେ ମସିହାରେ ନା 1612 ମସିହାରେ। କିଏ ନା ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ପିଲେ। ସେହି ସ୍ଥାନରୁ ହିଁ ପିଲେ ତାଙ୍କର ପ୍ରଥମେ କ'ଣ ସୃଷ୍ଟି ହେଇଥିଲା ଇଂରେଜ ମାନଙ୍କର ପ୍ରଥମ ଉପନିବେଶ ଥିଲା ପିଲେ ମାନ୍ଦ୍ରାସ। ମନେ ରଖିବ ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କ'ଣ କହିଲା ନା ଯେତେବେଳେ ସେମାନେ ସୁରଟରେ କ'ଣ କଲେ ନିଜର ପ୍ରଥମ କଳକାରଖାନା ତିଆରି କଲେ, ତାପରେ ପରେ ନିଜର କ'ଣ କଲେ କଳକାରଖାନା ପିଲେ ବୃଦ୍ଧି କରିଥିଲେ, ନିଜର ବାଣିଜ୍ୟ କାରଖାନା ପିଲେ ବୃଦ୍ଧି କରିଥିଲେ। ତାପରେ ପରେ ସବୁଠାରୁ ଫେମସ୍ ଏବଂ ସବୁଠାରୁ ବଡ଼ ପୁଞ୍ଜି ନିବେଶକାରୀ ଥିଲା ପିଲେ ଦେଖ କ'ଣ କହିଲା ନା ଇଂରେଜ ମାନଙ୍କର ପ୍ରଥମ ଉପନିବେଶ ଥିଲା ପିଲେ ମାନ୍ଦ୍ରାଜ। ସେମାନେ ନିଜେ ପିଲେ ପ୍ରଥମେ କ'ଣ କରିଥିଲେ ମାନ୍ଦ୍ରାଜ ମାନେ ବର୍ତ୍ତମାନ ଯୋଉଟାକି ଚେନ୍ନାଇ, ଯୋଉଟାକି ମାନ୍ଦ୍ରାଜ ହେଇକି ଚେନ୍ନାଇ, ସେ ସ୍ଥାନରେ ପିଲେ କ'ଣ ହେଲା ନା ଧୀରେ ଧୀରେ ସେମାନଙ୍କର ବାଣିଜ୍ୟ କାରବାର ବୃଦ୍ଧି ହେବାକୁ ଲାଗିଥିଲା। ସେମାନେ ସେ ସ୍ଥାନରୁ ପିଲେ ଅଧିକାଂଶ ଅର୍ଥ ଉପାର୍ଜନ କରି ନିଜ ଦେଶକୁ ପିଲେ ନେଇକି ସେଠାରେ ନିଜକୁ ନିଜେ ଗୋଟେ ନବାବ ବୋଲି ପରିଚୟ ପ୍ରଦାନ କରୁଥିଲେ ପିଲେ। ସେ ଜାଗାରେ ପିଲେ କୋଉ ଜାଗାରେ ନା ଏଇ ଯୋଉ ମାନ୍ଦ୍ରାଜ କହିଲା ଏଇ ମାନ୍ଦ୍ରାଜ ନାମକ ସ୍ଥାନରେ ନିଜର ଉପନିବେଶ ପିଲେ ସେମାନେ ବୃଦ୍ଧି କରାଇ ପାରିଥିଲେ। କୋଉମାନେ ନା ଇଂରେଜ ମାନେ। ଇଂଲଣ୍ଡର ରାଣୀ ଏଲିଜାବେଥଙ୍କ ଠାରୁ ଅନୁମତି ନେଇ 1599 ଖ୍ରୀଷ୍ଟାବ୍ଦରେ କେତେକ ବଣିକ ନାବିକ ଏକ ବାଣିଜ୍ୟ ସଂସ୍ଥା ଗଠନ କଲେ ଏବଂ ଯାହା ପରବର୍ତ୍ତୀ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ନାମିତ ହେଲା। ପିଲେ ତମମାନଙ୍କୁ ଏଇ ଲାଇନଟା ବୁଝିବା ପୂର୍ବରୁ କହିଦଉଛି, ତୁମେ ମାନେ ପିଲେ ଯେତେବେଳେ କାର୍ତ୍ତିକ ମାସ ପୂର୍ଣ୍ଣିମା ଦିନ ତମେ ଡଙ୍ଗା ବା ବୋଇତ ଭସାଅ, କୋଉ ଉଦ୍ଦେଶ୍ୟରେ ଭସାଅ ନା ତୁମେ ମାନେ କହୁଛ ନା ଆମ ଅଞ୍ଚଳର ସାଧବ ପୁଅ ମାନେ ନୌକା ବା ଡଙ୍ଗାରେ କ'ଣ କରୁଥିଲେ ନା ବିଦେଶକୁ ଯାଉଥିଲେ ଏବଂ ବିଦେଶରେ ବାଣିଜ୍ୟ କାରବାର କରିକି ସେଠୁ ଧନ ସୁନା ରୂପା ଯାହା କିଛି ନେଇକି ଆସୁଥିଲେ ଓଡ଼ିଶାକୁ। ବୁଝିଲେ, ଏଇଟା ଆମେ ଜାଣିଛେ। କିନ୍ତୁ ଠିକ ସେଇଭଳି ଯେତେବେଳେ ପିଲେ ଇଂଲଣ୍ଡରେ ମଧ୍ୟ ସେଥିରେ ଗୋଟେ ବାଣିଜ୍ୟ ସଂସ୍ଥା, କୋଉମାନେ ନା ବଣିକ ଓ ନାବିକ ମାନେ ସେମାନେ ଗୋଟେ ବାଣିଜ୍ୟ ସଂସ୍ଥା ଗଠନ କଲେ। ଆଉ ସେମାନେ କ'ଣ କଲେ ନା ସେଥିରେ ଯୋଉ ରାଣୀ ଥିଲା ଇଂଲଣ୍ଡର ରାଣୀ ଯୋଉ ରାଣୀ ଏଲିଜାବେଥ ଥିଲେ, ତାଙ୍କ ପାଖକୁ କହିଲେ ଆଜ୍ଞା ଟିକେ କଥା ଶୁଣ, କ'ଣ ନା ଆମେ ଟିକେ ବେପାର ବାଣିଜ୍ୟ କରିବା ପାଇଁ ଅନ୍ୟ ଦେଶକୁ ଯାଇଥାନ୍ତୁ। କୋଉଠିକୁ ଯାଇଥାନ୍ତ ନା ଆମେ ଭାରତ ଯାଇଥାନ୍ତୁ। ଆମେ କ'ଣ ତାହେଲେ କ'ଣ ମତେ କାହିଁକି ଏଟା କହୁଛ ନା ଆପଣଙ୍କ ପାଖରେ ଗୋଟେ ପରମିଶନ ଦରକାର। ନା ଆପଣ ସେତେ ପରମିଶନ ଦେଲେ ନା ସେଇଠି ଆପଣଙ୍କର ଯିଏ ଚିହ୍ନା ଲୋକ ଥିବ ତାହାକୁ ଦେଖେଇକି ଆମେ ସେ ଜାଗାରେ ଟିକେ କୌଣସି ଜାଗା ବା କୌଣସି ସ୍ଥାନ ଆମେ ଟିକେ ରହିବୁ, ସେଥିରେ ଆମେ ବେପାର ବାଣିଜ୍ୟ କରିକି ପଳେଇ ଆସିବୁ। ତାପରେ ରାଣୀ ଏଲିଜାବେଥ ତାଙ୍କୁ କ'ଣ କରିଥିଲେ, ତାଙ୍କୁ ପିଲେ ଗୋଟେ ପ୍ରମାଣ ପତ୍ର ଦେଇଥିଲେ, ଗୋଟେ ସାର୍ଟିଫିକେଟ ଦେଇଥିଲେ ଏବଂ ସାର୍ଟିଫିକେଟ ଦେଲା ପରେ ସେମାନଙ୍କୁ ଭାରତକୁ ପଠାଇଥିଲେ ଏବଂ ଭାରତରେ ଆସିକି ସେମାନେ ଏକ କମ୍ପାନୀ ପ୍ରତିଷ୍ଠା କଲେ, ଯାହା ପରବର୍ତ୍ତୀ ସମୟରେ କୁହାଗଲା ଇଷ୍ଟ ଇଣ୍ଡିଆ କମ୍ପାନୀ, ଯାହାର ନାଁ ହେଇଗଲା କ'ଣ ନା ଇଷ୍ଟ ଇଣ୍ଡିଆ କମ୍ପାନୀ। ଦେଖ ପିଲେ ସେମାନେ ଦେଖ ଏହା ପ୍ରଥମେ ଜାଭା ସୁମାତ୍ରା ପରେ ଭାରତର ବାଣିଜ୍ୟ କରିବାକୁ ସୁଯୋଗ ପାଇଥିଲେ। ପ୍ରଥମେ ସେମାନେ ଜାଭା ସୁମାତ୍ରା ତାପରେ ପରେ ଧୀରେ ଧୀରେ ଭାରତରେ ବାଣିଜ୍ୟ ବ୍ୟବସାୟ କରିଥିଲେ। ସେମାନେ ବାଣିଜ୍ୟ ବ୍ୟବସାୟ କଲା ପରେ ବିଭିନ୍ନ ସହର ଯେମିତିକି ଆଗ୍ରା, ଅହମ୍ମଦାବାଦ, ଗୋଲକୁଣ୍ଡା, ବମ୍ବେ, ସୁତାନଟି, ବାଲେଶ୍ୱର ଠାରେ ଗୋଟେ ବାଣିଜ୍ୟ କୋଠି ନିର୍ମାଣ କଲେ ପିଲେ। ଧୀରେ ଧୀରେ ଇଷ୍ଟ ଇଣ୍ଡିଆ କମ୍ପାନୀ କ'ଣ କଲା ନା ଧୀରେ ଧୀରେ ସେମାନେ ଏସବୁ ଅଞ୍ଚଳରେ ପିଲେ ନିଜର ପ୍ରଭୁତ୍ୱ ବିସ୍ତାର କରି ବାଣିଜ୍ୟ କୋଠା ନିର୍ମାଣ କରିଥିଲା। ହେଲା ପିଲେ ଏତିକି ବୁଝିହେଲା ନା ବୁଝିହେଲାନି? ତାପରେ ଦେଖିବା ଆମେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ। କ'ଣ ଦେଖିବା ନା ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଇଭଳି ଭାବରେ ଏଇ ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀ ଥିଲା ପିଲେ ସେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିଲା। ବର୍ତ୍ତମାନ ଦେଖିବା ଆମେ ନା ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଯୋଉଟା ପିଲେ ଇମ୍ପୋର୍ଟାଣ୍ଟ ଜିନିଷ, ସେଇ ଜିନିଷ ଗୁଡାକୁ ମୁଁ ତମକୁ କ୍ଲାସର ଶେଷରେ ତମମାନଙ୍କୁ ପିଲେ ମୁଁ ନିଶ୍ଚିତ ଭାବରେ କହିଦେବି। এই যে ফরাসি ইস্ট ইন্ডিয়া কোম্পানি ଥିଲା ପିଲେ, ଏହା ପିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ ପରେ ପରେ ତାର ମଧ୍ୟବର୍ତ୍ତୀ ସମୟରେ ସେ ପିଲେ ଭାରତରେ ଶାସନ କରୁଥିଲା। ବାସ୍ ନିଜର ଭାରତକୁ ଆସି ପିଲେ ଗୋଟେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ପିଲେ ପ୍ରତିଷ୍ଠା କରିଥିଲା। ଦେଖ ପିଲେ କହିଲେ ଯେ କ'ଣ ନା 1664 ଖ୍ରୀଷ୍ଟାବ୍ଦରେ ଭାରତକୁ ଆସି ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରାଗଲା।
भारत को आसी फरासी माने कौन कले ना भारत रे ईस्ट इंडिया कंपनी पिले गठन कले फरासी ईस्ट इंडिया कंपनी सेटा थिले पूर्वरु पढिथिला हम इंग्लिश ईस्ट इंडिया कंपनी एटा पढिले हम फरासी ईस्ट इंडिया कंपनी तापरे 1668 ख्रीष्टाब्द से माने सुराट परे गोलकुंडा परे पंडिचेरी परे चंदनपुर तापरे बालेश्वर आदि अंचल रे पिले से माने मध्य कोन कले निजर वाणिज्य कोठी स्थापन कले निजर वाणिज्य कोठी पिले से माने स्थापन कले देख पिले जितेबाला एई फरासी माने आसिले जितेबाला पूर्वरु इंग्रेज माने शासन करुथिले टिके मन रखिबो टिके ए जिंसरा बुझी जा बुझी जा नै जितेले जणे जदी शासन करूची हैला तो आउ जण आसिक से स्थान आउ जण शासन करिवो एमानक भितरे पिले कोन देखा जीवो मते कह एमानक भितरे कोन देखा जीवो निहाती कंदोल देखा जीवो निहाती गंडगोल देखा जीवो ना देखा जीवोनी अरे कह अरे कहूना केही भी ना कि लाइन रे अरे हौ ठीक अछि देख पिले कौचे कौन जिते फरासी ईस्ट इंडिया कंपनी आसीला एवं जिते इंग्रेज मान आगु शासन करते एमान भितर पिले निश्चित कंदोल देखा आगु ये जिनसा तुम मन रख पिले आगु आम विषय जो विषय पढ़ा से विषय आमको दरकार हे कौचे कौन से माने पिले 1668 ख्रीष्टाब्द से माने पिले सुराट परे गोलकुंडा पंडिचेरी चंदननगर बालेश्वर ठारे आदि कौन करते से माने वाणिज्य कोठी स्थापन करते एवं फरासी ईस्ट इंडिया कंपनी निजर प्रभुत्व विस्तार करी एवं भारत में कौन करथिला निजर व्यापार वाणिज्य आदि कार्य करथिला पिले अष्टादश शताब्दी मध्य भाग इंग्रेज और फरासी मानक मध्य वाणिज्य व्यवसाय राजनैतिक पिले प्रतिद्वंदिता देखाइतिला एवं परवर्ती समय ताहा युद्धर रूप नैतिला टिके पूर्व तुमको कहली पिले जेतेबेले गोटे लोक आगु आसिक पिले घरे माने कौन जगह शासन करुच्ची से स्थान में आउ गोटे लोक आसिक जो शासन कर उभय भितर निश्चित पिले कंदल सृष्टि हेबो एथिरे मध्य फरासी और इंग्रेज मानक मध्य कौन होइतिला ना समस्या देखा मिलता जहाँकि अनेक प्रतिद्वंदिता देखा मिलता प्रतियोगिता देखा मिलता परवर्ती समय से पिले युद्ध होता जार नाम थिला पिले प्रथम कर्णाट समर द्वितीय कर्णाट समर जहाँ आम प्रथम कर्णाट समर द्वितीय कर्णाट समर और तृतीय कर्णाट समर बोली आम नेक्स्ट क्लास रे आम पढ़ा है पिले बुझीपार ना बुझीपार मो कथा परवर्ती समय एम भितर कौन होता ना युद्धर रूप देखा जाइथिला लिखिला पिले देख फलस्वरूप से मध्य तीनोटी कर्णट समर देइतिला केतोटी कर्णट समर तीनोटी कर्णट समर मोस्ट इंपोर्टेंट पिले परीक्षा रे क्वेश्चन पचारिबो प्रथम कर्णट समर केबे हेतिला ना 1664 रु 1715 हेला परे द्वितीयटी 1716 रु 1746 एवं तृतीयटी 1746 रु 1763 पिले 1763 यही भाव में पिले कौन होता ना प्रथम कर्णाट समर द्वितीय कर्णाट समर एवं तृतीय कर्णाट समर पिले देखा मिलता तब यही भाव में फरासी आउ इंग्रेज मान मध्य जो युद्ध हम युद्ध हो सारापर शेष में पिले फरासी मैंने कौन हो तृतीय कर्णाट समय हारीजे से प्रभुत्व नाश हो प्रभुत्व नाश हो गला सबुठार पावरफुल सबुठार शक्तिशाली निजक शक्तिशाली मन करी निजक शक्तिशाली बन इंग्रेज माने कौन करेंगे भारत में पिले शासन करेंगे भारत में कौन करेंगे शासन करेंगे यही भाव में पिले कौन थिला ना पोर्तुगीज माने कौन करथिले पोर्तुगीज मान आरंभ कर इंग्रेज माने पिले भारत में उपनिवेश स्टार्ट करथिले एवं भारत को आसी भारत में शासन करथिले भारत में व्यापार वाणिज्य करथिले पिले धीरे 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 से पतन घटिया फल शेष में सबुठार शक्तिशाली होइतिला किए इंग्रेज माने तो आम पिले ए विषय निश्चित रूपे आगो पढ़ा है पिले ये भितर कहार किसी डाउट अच्छी ये भितर आम जो आज जो आलोचना कले ये जो पढ़िले कौन पढ़िले आज आम जो ईस्ट इंडिया कंपनी